ଛୁଙ୍କ ଦିଆ ପାଳଙ୍ଗ ଶାଗର ଇଡଲି ଆଜି ମୁଁ ପ୍ରସ୍ତୁତ କରିଛି। ନମସ୍କାର, ଆପଣ ସମସ୍ତେ ମୋ ଚ୍ୟାନେଲକୁ ସ୍ୱାଗତ। ଆସନ୍ତୁ ଏବେ ରେସିପି ଆରମ୍ଭ କରିବା। ମୁଁ ଏଥିପାଇଁ ଗୋଟେ ବିଡ଼ା ପାଳଙ୍ଗ ଶାଗ ନେଇଛି। ତାକୁ ଧୋଇ ଗରମ ପାଣିରେ ଦେଇଥିଲି। ତାପରେ ତାକୁ ଥଣ୍ଡା କରି ଚିପୁଡ଼ି ତାର ପାଣି ବାହାର କରିଦେଇଛି। ମିକ୍ସଚର ଜାରରେ ପାଳଙ୍ଗ ଶାଗ ଦେଇଦେବା। 2ଟି କଞ୍ଚା ଲଙ୍କା, ଅଦା, ଧନିଆ ପତ୍ର ଦେଇ ତାର ପେଷ୍ଟ ତିଆରି କରିନେବା। ଇଡଲି ପାଇଁ ମୁଁ 2 କପ୍ ବିରି ଚାଉଳ ବଟା ନେଇଛି। ଆପଣ ବିରି ଚାଉଳ ନ ଦେଇକି ସୁଜି ଆଉ ଦହି ପାଳଙ୍ଗ ଶାଗ ବଟା ଦେଇ ଇଡଲି କରିପାରିବେ। ବିରି ଚାଉଳ ବଟାରେ ପାଳଙ୍ଗ ଶାଗର ପେଷ୍ଟକୁ ଦେଇ ଘୋଳାଇ ନେବା। ସବୁ ଯେପରି ଭଲ ଭାବେ ମିଶିଯିବ। ସ୍ୱାଦ ପାଇଁ ମୁଁ 1 ଚାମଚ ଲୁଣ ଦେଇଛି। ଲୁଣ ଦେଇ ଗୋଳାଇକି ରଖିବା। ଏଥିରେ ଏକ ଛୁଙ୍କ ଦେବା। ତଡ଼କା ପ୍ୟାନ୍ ଗରମ କରି ନେଇଛି। ତେଲ ଦେଇକି 1 ପିଞ୍ଚ ହେଙ୍ଗୁ, ଜିରା ଆଉ କଳା ସୋରିଷ ଦେଇ ଫୁଟାଇ ନେଇଛି। ଜିରା ସୋରିଷ ଫୁଟିଗଲା ପରେ ଭୃଷଙ୍ଗ ପତ୍ର ଦେଇଦେଲି। ଭୃଷଙ୍ଗ ପତ୍ର, ଜିରା, ସୋରିଷ ସବୁ ମିଶିଗଲା ପରେ ଆମେ ବେଟର ଦେଇଦେବା। এই ଛୁଙ୍କ ଦେଲେ ପିଠାର ବାସ୍ନା ଆଉ ସ୍ୱାଦ ବଢ଼ିଥାଏ, ଭଲ ଲାଗେ ପିଠା ଖାଇବାକୁ। এই ଆଣକୁ ଫୁଲାଇବା ପାଇଁ ମୁଁ 1 ଇନୋର ପାଉଡ଼ର ନେଇଛି। ଆପଣ ଇନୋ ନ ଦେଇକି ବେକିଂ ସୋଡ଼ା ଦେଇପାରିବେ। ଇନୋ ଦେଇକି ଆମେ ବେଟରକୁ ଭଲ ଭାବେ ଗୋଳାଇ ନେବା। ପିଠା ପାଇଁ ମୁଁ ଛୋଟ ଛୋଟ ଗିନା ନେଇଛି। ଗିନାରେ ତେଲ ଦେଇ ଗ୍ରିଜ୍ କରି ନେବା। ତେଲ ମାରିଲେ ପିଠା ସହଜରେ ବାହାରିଯିବ। ଗୋଳାଇ ରଖିଥିବା ବିରି ଚାଉଳ ଆଉ ପାଳଙ୍ଗର ମିଶ୍ରଣ ବେଟରକୁ ଆମେ ଗିନାରେ ଦେଇଦେବା। ଗିନାକୁ ଟିକେ ହଲାଇ ଦେବା। ଗିନାରେ ଥିବା ଏୟାର ବାହାରିଯିବ। ପିଠା ସିଝିବା ପାଇଁ ଗ୍ୟାସରେ ଏକ ପ୍ୟାନ୍ ବସାଇ 3 କପ୍ ପାଣି ଦେଇଛି। ହାଇ ଆଞ୍ଚରେ ବସାଇବା। କ୍ଷୀର ଢଙ୍କା ଏକ ଜାଲି ଷ୍ଟାଣ୍ଡ ଦେଇ ଗିନାରେ ଦେଇଥିବା ପିଠଉକୁ ରଖିବା। ଢାଙ୍କୁଣି ଢାଙ୍କିଦେବା। ପିଠା ଆମର ଅଧା ସିଝା ହୋଇଗଲା ପରେ ଢାଙ୍କୁଣି ବାହାର କରି ଭାଜିକି ରଖିଥିବା ଧଳା ଖସା ତା ଉପରେ ଦେଇଦେବା। ପିଠା ଦେଖିବାକୁ ସୁନ୍ଦର, ଖାଇବାକୁ ଭଲ ଲାଗିବ। ଆଉ ଥରେ ପୁଣି ଢାଙ୍କୁଣି ଢାଙ୍କିଦେବା 2-3 ମିନିଟ୍। ଢାଙ୍କୁଣି ବାହାର କରି ଛୁରୀ ମାରି ଦେଖିବା ଆମର ପିଠା ସିଝି ଯାଇଛି, ଛୁରୀରେ ଲାଗୁନାହିଁ। ଥଣ୍ଡା କରି ପିଠା ସବୁ ପ୍ଲେଟ୍କୁ ବାହାର କରି ନେବା ପରସିବା ପାଇଁ। ଆପଣଙ୍କୁ ଭିଡ଼ିଓଟି ପସନ୍ଦ ଆସିଲେ ଲାଇକ୍, ସେୟାର, କମେଣ୍ଟ କରି ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଆମର ସଫ୍ଟ ସ୍ପଞ୍ଜି ଇଡଲି ପିଠା ପ୍ରସ୍ତୁତ ହୋଇଯାଇଛି। ନଡ଼ିଆ ଚଟଣି ସହିତ ଖାଇବାକୁ ଭଲ ଲାଗିବ। ପିଲାମାନଙ୍କୁ ଏଭଳି ପିଠା କରିକି ଦେଲେ ବହୁତ ଖୁସିରେ ଖାଇବେ। ପାଳଙ୍ଗ ଶାଗରେ ଭିଟାମିନ୍ ସି, ଫାଇବର, କ୍ୟାଲସିୟମ, ଆଇରନ୍ ସବୁଥିରେ ଭରପୁର ରହିଛି। ଆଉ ଏକ ନୂଆ ଭିଡ଼ିଓ ନେଇ ଆସିଲେ ସାକ୍ଷାତ ହେବ।